ଡାକ୍ତର ଓ ରୋଗୀଙ୍କ ପାଇଁ ଏବିଡିଏମ୍ ମିଥ୍ ବଷ୍ଟର ମଡ୍ୟୁଲକୁ ସ୍ୱାଗତ। ଏହି ଶିକ୍ଷଣ ମଡ୍ୟୁଲ ଶେଷରେ ଆପଣ ଏବିଡିଏମ୍ ବ୍ୟବହାର କରିବା ବିଷୟରେ ଡାକ୍ତର ଏବଂ ରୋଗୀମାନଙ୍କର ସାଧାରଣ ଉଦବେଗ ଚିନ୍ତାଗୁଡ଼ିକୁ ବୁଝିବା ଏବଂ ସମାଧାନ କରିବାକୁ ସକ୍ଷମ ହେବେ। ଏବିଡିଏମ୍ର ଉପଭୋକ୍ତାମାନଙ୍କ ପାଇଁ ଦୁଇଟି ବ୍ୟାପକ ଚିନ୍ତା ରହିଛି। ରାହୁଲଙ୍କ ପତ୍ନୀ ରାଧିକାଙ୍କ ଭଳି ରୋଗୀ ଏବଂ ଉପଭୋକ୍ତାମାନେ ସେମାନଙ୍କ ସ୍ୱାସ୍ଥ୍ୟ ରେକର୍ଡର ଗୋପନୀୟତାକୁ ନେଇ ଚିନ୍ତିତ ଅଛନ୍ତି। 2. ଡାକ୍ତର ରସିଦଙ୍କ ଭଳି ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ରୋଗୀ ଏବଂ ଉପଭୋକ୍ତାଙ୍କ ସହ ସେମାନଙ୍କ ସମ୍ପର୍କର ଟ୍ରାକିଂକୁ ନେଇ ଭୟଭୀତ ଅଛନ୍ତି। ଆସନ୍ତୁ ସେମାନଙ୍କ ଚିନ୍ତା ଏବଂ ଆଶଙ୍କାକୁ ଦୂର କରିବାକୁ ଚେଷ୍ଟା କରିବା। ଯେପରି ଆମେ ପୂର୍ବ ମଡ୍ୟୁଲରେ ଆଲୋଚନା କରିଥିଲୁ, ଏବିଡିଏମ୍ କେବଳ ରୋଗୀ ରେକର୍ଡର ଏକ ତାଲିକା ରଖେ, ପ୍ରକୃତ ରୋଗୀ ରେକର୍ଡର ନୁହେଁ। ଏବିଡିଏମ୍ କୌଣସି ରୋଗୀ ସୂଚନା ସଂରକ୍ଷିତ କରେ ନାହିଁ। ଉଦାହରଣ ସ୍ୱରୂପ, ଯେତେବେଳେ ରାହୁଲ ଡାକ୍ତର ରସିଦଙ୍କ କ୍ଲିନିକକୁ ପରୀକ୍ଷାଗାର ରିପୋର୍ଟ ଆକ୍ସେସ୍ କରନ୍ତି, ପ୍ରକୃତ ପରୀକ୍ଷାଗାର ତଥ୍ୟ ପରୀକ୍ଷାଗାର ସୁବିଧା ସହିତ ରହିଥାଏ ଏବଂ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଡାକ୍ତର ରସିଦଙ୍କ ସହ ବିନିମୟ କରାଯାଏ। ରୋଗୀ ସମ୍ବନ୍ଧୀୟ ସମସ୍ତ ସୂଚନା ଯେଉଁଠାରେ ସୂଚନା ସୃଷ୍ଟି କରାଯାଇଥିଲା ସେଠାରେ ସଂରକ୍ଷିତ ରହିଥାଏ। ଉଦାହରଣ ସ୍ୱରୂପ, ପରୀକ୍ଷାଗାର ରିପୋର୍ଟ ପରୀକ୍ଷାଗାରରେ ରହିବ ଏବଂ ଡାକ୍ତରଖାନା ରେକର୍ଡ କେବଳ ଡାକ୍ତରଖାନା ପାଖରେ ରହିବ। ରାହୁଲ ଆକ୍ସେସ୍ କରିଥିବା ଡାକ୍ତର ରସିଦ ମଧ୍ୟ ସେହି ସମୟର ପରୀକ୍ଷାଗାର ତଥ୍ୟ ଦେଖିପାରିବେ ଏବଂ ଆକ୍ସେସ୍ କରିପାରିବେ ଯେଉଁଥିପାଇଁ ରାହୁଲ ସମ୍ମତି ଦେଇଛନ୍ତି। ରାହୁଲଙ୍କ ଅନୁମୋଦନ ବିନା ତାଙ୍କ ପରୀକ୍ଷାଗାର ପରୀକ୍ଷା ଫଳାଫଳ କେହି ଦେଖିପାରିବେ ନାହିଁ। ଅପରପକ୍ଷରେ ରାହୁଲ ତାଙ୍କ ସ୍ୱାସ୍ଥ୍ୟ ରେକର୍ଡର ଏକ ପ୍ରତିଲିପି ନିଜ ବ୍ୟକ୍ତିଗତ ଡିଭାଇସ୍ କିମ୍ବା ସ୍ୱାସ୍ଥ୍ୟ ଲକରରେ ଷ୍ଟୋର କରିବାକୁ ବାଛିପାରିବେ। ଏହା ବୁଝିବା ଆବଶ୍ୟକ ଯେ ଏବିଡିଏମ୍ କେବଳ ଏକ ଆଞ୍ଚଳିକ ଏବଂ ବ୍ୟାପକ ସ୍ତରରେ ରୋଗୀ କାରବାର ତଥ୍ୟ ସଂଗ୍ରହ କରିବ ଏବଂ ତାହା ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାମଲାର କୌଣସି ଧାରା ଚିହ୍ନଟ କରିବା ପାଇଁ ଜନସଂଖ୍ୟା, ସ୍ୱାସ୍ଥ୍ୟ, ରୋଗର ଢାଞ୍ଚା, ବିପୟକାରକ ଇତ୍ୟାଦିର ଧାରା ଚିହ୍ନଟ କରିବାରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ଗବେଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ବୈଶିଷ୍ଟ୍ୟ ଭବିଷ୍ୟତରେ ଅର୍ଥପୂର୍ଣ୍ଣ ବୁଝାମଣା ପ୍ରଦାନ କରିବ। ଏବେ ଆସନ୍ତୁ ଜାଣିବା ଏବିଡିଏମ୍ରେ ସ୍ୱାସ୍ଥ୍ୟସେବା ପେସାଦାର ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇଁ ଥିବା ଚିନ୍ତାକୁ କିପରି ସମାଧାନ କରାଯାଏ। କେତେକ ଡାକ୍ତର ଚିନ୍ତିତ ହୋଇପାରନ୍ତି ଯେ ପରାମର୍ଶ ଦିଆଯାଇଥିବା ରୋଗୀଙ୍କ ସଂଖ୍ୟା ଏବଂ ଆଦାୟ ହୋଇଥିବା ଫି ଦୃଷ୍ଟିରୁ ସରକାର ସେମାନଙ୍କୁ ଟ୍ରାକ୍ କରିପାରିବେ। ଏବିଡିଏମ୍ରେ ପୂରଣ ହୋଇଥିବା ରୋଗୀଙ୍କ ସଂଖ୍ୟା, ଆଦାୟ କରାଯାଇଥିବା ଦେୟ କିମ୍ବା ବ୍ୟକ୍ତିଗତ ସ୍ତରରେ ଦିଆଯାଉଥିବା ଚିକିତ୍ସା ଉପରେ ନଜର ରଖିବାର କୌଣସି ଉପାୟ ନାହିଁ। ତେଣୁ ଏବିଡିଏମ୍ ଜଣେ ଡାକ୍ତର କିମ୍ବା ଡାକ୍ତରଖାନାର ସାମଗ୍ରିକ ବ୍ୟବସାୟକୁ ଟ୍ରାକ୍ କରିପାରିବ ନାହିଁ। ଏହି ମଡ୍ୟୁଲରେ ଆମେ ଗବେଷଣା ଏବଂ ନୀତି ନିର୍ମାତାମାନଙ୍କ ପାଇଁ ତଥ୍ୟର ଏକତ୍ରୀକରଣ ଏବଂ ବେନାମୀକରଣ, ବ୍ୟବସାୟଗୁଡ଼ିକର ଅଣ-ଟ୍ରାକିଂ କିମ୍ବା ବୃତ୍ତିଗତ ଅଭ୍ୟାସ ବିଷୟରେ ଶିଖିଲୁ। ଏବିଡିଏମ୍ ବିଷୟରେ ଅଧିକ ସୂଚନା ପାଇଁ ଏବିଡିଏମ୍ ୱେବସାଇଟକୁ ଯାଆନ୍ତୁ ଏବଂ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆମକୁ ଅନୁସରଣ କରନ୍ତୁ।